ଜୀବନର ଶାନ୍ତି ମିଳିବାକୁ ହେଲେ ପଖାଳଟା ନିହାତି ଜରୁରୀ। କାହିଁକିନା ଖରା ଯେଉଁ ଭଳିଆ ହେଉଛି, ପଖାଳ ଖାଇବ ମନ ମୋହିବ। ପଖାଳ ସାଙ୍ଗେ ଆଜି କ'ଣ ନା କୁନ୍ଦୁରି ଆଳୁ ଭଜା। ପରିବା ଭିତରେ ମୋର କୁନ୍ଦୁରିଟା ଭାରି ପସନ୍ଦ। କାହାର କୁନ୍ଦୁରି ପସନ୍ଦ ସେମାନେ ଟିକେ ଜଣାଇବେ। କଲରା ସୁପ୍ତ, ଆପଣ ଯାଜପୁର ସାଇଡ଼୍ରେ ପ୍ରାୟ ଦେଖିବେ ଭୋଜି ଭାତ ଯାହା ବି ହେଉ କଲରା ସୁପ୍ତ ଗୋଟେ ହୁଏ। କ'ଣ ନା କଲରା ଭଜା ହେଇଥିବ, ବଡ଼ି ଭଜା ହେଇଥିବ, ଆଳୁ ଟିକେ ଭଜା ହେଇଥିବ, ବାଇଗଣ ଟିକେ ଭଜା ହେଇଥିବ, ପଡ଼ିକରି ସେଗୁଡ଼ାକ ଟିକେ ଧଳା ସୋରିଷ ଦେଇକରି ହେଇଥିବ। ଓଃ, ଆପଣ ବେଷ୍ଟ ଖାଇବା ଲାଗିବ। ଏଇ ଜିନିଷଟା କିଏ କହିପାରିବ? ଏଇଟା ହେଲା କଦଳୀ ଭଣ୍ଡାର କରିଟେ ହେଇଛି। ଦେଖ କଦଳୀ ଭଣ୍ଡାକୁ ଆଳୁ ଦେଇକରି ଏଇଭଳି ଟିକେ ହେଲା ଯେଉଁ ରସୁଣ ଆଉ ଆପଣଙ୍କର ଫୁଟଣ ଦେଇକରି ଏଇଭଳିଆ ଭାଜିଦେବେ। ଓଃ, ପଖାଳ ସାଙ୍ଗେ ବହୁତ ବଢ଼ିଆ ଲାଗିବ। ତା ସାଙ୍ଗେ କ'ଣ ହେଇଛି ନା କଲରା ଆଳୁ ଭଜା। ଯେମିତି ମୁଁ କୁହେ ମୋର କୁନ୍ଦୁରି ଭଜା ଭାରି ପସନ୍ଦ, କଲରା ମୋର ଭାରି ପସନ୍ଦ। କଲରା ପୁଣି ଯଦି ଭଜା ହେଇଥିବ ପସନ୍ଦ, ଚିପ୍ସ ନୁହେଁ। ଆପଣଙ୍କର ପଖାଳ ସାଙ୍ଗରେ ଯଦି ଆଳୁ ଭର୍ତ୍ତା ଟିକେ ଥିବ, ଆପଣଙ୍କର ଆଉ କିଛି ଦରକାର ନାହିଁ। ପଖାଳ ଭାତ ଆଳୁ ଭର୍ତ୍ତା ଲଗେଇକି ଖାଇଦେବେ। କ'ଣ ହେଇଛି ନା ଆଳୁକୁ ପୋଡ଼ା ହେଇଛି। କେଉଁମାନେ ପୋଡ଼ା ଆଳୁକୁ ଭାରି ପସନ୍ଦ କରନ୍ତି ସେମାନେ ଟିକେ ଜଣାଇବେ କମେଣ୍ଟ ବକ୍ସରେ। କିନ୍ତୁ ପୋଡ଼ା ଆଳୁ ଭାରି ପସନ୍ଦ। ପୋଡ଼ା ଆଳୁ ତା ସାଙ୍ଗେ ପିଆଜ ଟିକେ ପଡ଼ିଛି, ବଢ଼ି ଟିକେ ପଡ଼ିଛି, କଞ୍ଚା ଲଙ୍କା ଟିକେ ପଡ଼ିଛି, ସୋରିଷ ତେଲ ଟିକେ ପଡ଼ିବ। କଞ୍ଚା ସୋରିଷ ତେଲ ପଡ଼ିକି ଦଳା ହେଇଛି। ଏଇଟାକୁ କି ଖଟାଟାକୁ କିଏ କହିପାରିବେ? ଏଇଟାକୁ ହେଲା ହାତ ତିଆରି ଜାମ୍ ଟାଇପ୍ର ବନା ହେଇଛି ଖଟା। ତା ସାଙ୍ଗରେ ପୋଟଳ ଆଳୁ କଷା କରାହେଇଛି, ହାଲକା ଟିକେ ଫ୍ରାଏ ଟାଇପ୍ର କରାହେଇଛି। ପଖାଳ ଭାରି ବଢ଼ିଆ। ପଖାଳ ଖାଇଲେ ମନ ମୋହିଲା।